नमस्कार बंधु मैंने शुभ सकाल आपण मानक आज किसी बछा बछा गुरुत्वपूर्ण खबर नहीं आसी भिडियोटी शेष पर्यंत देखूँ ताहले जानीपारे आज खबर एमती डेली नुआ नुआ अपडेट देखापी चाहूँगे भिडियोटी को लाइक करी आम चैनल को सब्सक्राइब करनी आसतु डेरी नक भिडियो उपर नजर पकेवा। आज प्रथम अपडेट हूँ राशन कार्डधारी मानक एक बड़ चेतावनी जारी कर सरकार। सरकारଙ୍କ ଏହି ଚେତାବନୀ ନ ମାନିଲେ ଖାଉଟି ତାଲିକାରୁ ହିତାଧିକାରୀଙ୍କ ନାଁ ସହିତ ରାସନ କାର୍ଡ ମଧ୍ୟ ରଦ୍ଦ ହୋଇଯାଇପାରେ। ଫଳରେ ହିତାଧିକାରୀଙ୍କୁ ରାସନ କାର୍ଡରେ ମିଳିଥିବା ଚାଉଳ ତଥା ଅନ୍ୟ ରାସନ ସାମଗ୍ରୀ ମଧ୍ୟ ମିଳିପାରିବ ନାହିଁ। ରାସନ କାର୍ଡଧାରୀମାନଙ୍କୁ ଯଥାଶୀଘ୍ର ଇକ୍ୱାସି ଅପଡେଟ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର, ଯାହାଦ୍ୱାରା ରାସନ କାର୍ଡ ଜରିଆରେ ସେମାନଙ୍କୁ ମିଳିଥିବା ସୁବିଧା ଜାରି ରହିପାରିବ। ବିଗତ ଦିନମାନଙ୍କରେ ଲଗାତାର ଭାବେ ରାସନ କାର୍ଡଧାରୀଙ୍କୁ ନେଇ ବିଭିନ୍ନ ପ୍ରକାର ଅପଡେଟ୍ ସାମ୍ନାକୁ ଆସୁଛି। କେତେବେଳେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କଟିବାକୁ ନେଇ ଖବର ମିଳୁଛି ତ ଆଉ କେତେବେଳେ କେଉଁମାନଙ୍କର ନାଁ କଟିବ ତାକୁ ନେଇ ହେଉଛି ଅନେକ ଚର୍ଚ୍ଚା। ଏବେ ଏସବୁ ଭିତରେ ପୁଣି ଥରେ ଏକ ବଡ଼ ଅପଡେଟ୍ ଆସିଛି ଆଧାର କାର୍ଡକୁ ନେଇ, ଯାହାକୁ ଜାଣିବା ନିହାତି ଜରୁରୀ ଏବଂ କରିବା ବାଧ୍ୟତାମୂଳକ, ନହେଲେ ସେମାନଙ୍କର ରାସନ କାର୍ଡ କଟିଯାଇପାରେ। ରାସନ କାର୍ଡଧାରୀମାନଙ୍କ ପାଇଁ ଏବେ ଇକ୍ୱାସି କରିବା ଅନିବାର୍ଯ୍ୟ। ବିନା ଇକ୍ୱାସିରେ କେହି ବି ରାସନ କାର୍ଡ ନେଇପାରିବେ ନାହିଁ। ପରବର୍ତ୍ତୀ ଅପଡେଟ୍ ହେଉଛି ରାଜ୍ୟ ସରକାର କରିବେ ନିବେଶକ ସମ୍ମିଳନୀ। ଏହା ଚଳିତ ମାସ ଅଗଷ୍ଟ 7 ଆରମ୍ଭ ହୋଇ ଅଗଷ୍ଟ 9 ତାରିଖରେ ଶେଷ ହେବ। ନିବେଶକ ସମ୍ମିଳନୀଟି ପୁଣେ ଓ ଅହମ୍ମଦାବାଦରେ ହେବାକୁ ଯାଉଛି। ସମ୍ମିଳନୀରେ ଯୋଗଦେବେ ଶିଳ୍ପ MMS ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ। ଖବର ଅନୁସାରେ ସମ୍ମିଳନୀରେ ଅଟୋମୋବାଇଲ୍ସ, ଫୁଡ୍ ପ୍ରୋସେସିଂ, ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଆଦି ଯୋଗଦେବେ। ଏହି ବୈଠକରେ ନିବେଶକମାନଙ୍କ ସହ ସରକାର ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବେ। ଚଳିତ ବର୍ଷ ଉତ୍କର୍ଷ ସମ୍ମିଳନୀ ଆୟୋଜିତ କରି ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। 2029 ସୁଦ୍ଧା 2.5 ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ପରବର୍ତ୍ତୀ ଅପଡେଟ୍ ହେଉଛି ଛାତ୍ରଛାତ୍ରୀମାନେ ସ୍କୁଲକୁ ବାଇକ୍ ଧରି ଆସୁଥିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର। ଏହାପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ସଚେତନ କରାଯାଉଛି, ଖୁବ୍ ଶୀଘ୍ର ସ୍କୁଲଗୁଡ଼ିକୁ ତାଗିଦ କରାଯିବ। ବିଭାଗୀୟ ଅଧିକାରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେବ। ଛାତ୍ରଛାତ୍ରୀ ଗାଡ଼ି ନେଇ ଆସିବା ଦ୍ୱାରା ଦୁର୍ଘଟଣାର ଶିକାର ହେଉଛନ୍ତି, ତେଣୁ ସ୍କୁଲଗୁଡ଼ିକୁ ତାଗିଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଯେମିତି ନାବାଳକ ଛାତ୍ରଛାତ୍ରୀମାନେ ଗାଡ଼ି ନେଇ ସ୍କୁଲ ନ ଆସିବେ ସେଥିପ୍ରତି ଧ୍ୟାନ ଦିଆଯିବ। ଆମ ସରକାର ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଇଛନ୍ତି। ଏହି ଦୃଷ୍ଟିରୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ମଧ୍ୟ ଏହାକୁ ଲାଗୁ କରିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି। ଗତ ଜୁଲାଇ ଶେଷରେ STA ପକ୍ଷରୁ 2 ଦିନିଆ ସ୍ପେଶାଲ ଡ୍ରାଇଭ୍ କାର୍ଯ୍ୟକ୍ରମ ହୋଇଥିଲା। ଚେକିଂ ଜୋରଦାର ହୋଇଥିବା ବେଳେ 2 ଦିନରେ 334 ନାବାଳକ ଧରାପଡ଼ିଥିଲେ। ସେମାନଙ୍କ ଅଭିଭାବକଙ୍କଠୁ 83,50,000 ଟଙ୍କା ଚାଲାଣ କଟିଥିଲା। 138ଟି ଗାଡ଼ି ଜବତ ହୋଇଥିବା ବେଳେ କଟକରେ ସର୍ବାଧିକ 27 ନାବାଳକ ଧରାପଡ଼ିଥିଲେ। ଜବତ ଗାଡ଼ିର ପଞ୍ଜୀକରଣ ବାତିଲ କରାଯିବ। ବିଶେଷ କରି ନାବାଳକଙ୍କ ଗାଡ଼ି ଡ୍ରାଇଭର ରୋକିବାକୁ ଚେକିଂ କରାଯାଇଥିଲା। ନିୟମ ଅନୁସାରେ ଯଦି ନାବାଳକ ଗାଡ଼ି ଜବତ ହୁଏ ତେବେ ଅଭିଭାବକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବାର ସୂଚନା ରହିଥିଲା। ପରବର୍ତ୍ତୀ ଅପଡେଟ୍ ହେଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ଅଗଷ୍ଟ 5 ତାରିଖ ପୂର୍ବାହ୍ନ 11ରୁ ୟୁନିଟ୍ 5 ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ସେହି ଦିନ ସକାଳ 8ଟାରୁ ଦିନ 12ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟାଳୟରେ ହେବ। ଏଥିନିମନ୍ତେ ଆଗ୍ରହୀ ଜନସାଧାରଣ ଉକ୍ତ ଅଭିଯୋଗ ଶୁଣାଣି ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ପଞ୍ଜୀକରଣ କରାଇ ଅଭିଯୋଗଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପାରିବେ। ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜନସାଧାରଣ ଅବଗତି ନିମନ୍ତେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅପଡେଟ୍ ହେଉଛି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। 6 ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼। 70ରୁ 110 ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଆକଳନ କରାଯାଇଛି। ବର୍ଷା ପାଇଁ 24 ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି। ଅନ୍ୟପକ୍ଷେ ରାଜ୍ୟରେ ଶନିବାରଠାରୁ ବର୍ଷାର ପ୍ରଭାବ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ପୁଣି 6 ତାରିଖରୁ ବର୍ଷାର ପରିମାଣ ବଢ଼ିବ। ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବ।
ପୁଣି ବିଭିନ୍ନ ନଦୀର ଜଳସ୍ତର ଫୁଲିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।